ମୋ ନାଁ ହେଉଛି ତୁମ୍ବେଶ୍ୱର ନାୟକ। ମୁଁ ଦୀର୍ଘ 16 ବର୍ଷ ଧରି ଭାରତୀୟ ଜନତା ପାର୍ଟିର ଗୋଟେ ଶୃଙ୍ଖଳିତ କାର୍ଯ୍ୟକର୍ତ୍ତା ହିସାବରେ କାମ କରି ଆସୁଥିଲି। ବିଭିନ୍ନ ପଦପଦବୀରେ ରହି ମଧ୍ୟ କାର୍ଯ୍ୟ କରୁଥିଲି। କିନ୍ତୁ ବର୍ତ୍ତମାନ ଯେଉଁ ନିର୍ବାଚନ ପ୍ରକ୍ରିୟା ଚାଲିଛି, ସେ ନିର୍ବାଚନ ପ୍ରକ୍ରିୟାରେ ବର୍ତ୍ତମାନ ଦଳର ଯେଉଁମାନେ ଅଛନ୍ତି ସେମାନଙ୍କୁ ଅଣଦେଖା କରାହେଉଛି। ବାହାରୁ ଯେଉଁମାନେ ରାଜ୍ୟରେ ଯେଉଁ ବିଜୁ ଜନତା ଦଳରେ ରହିକିରି ଯେଉଁ ମାନେ ତଡ଼ା ଖାଇଥିଲେ 420, ଯେଉଁଟାକି ଲୋକମାନଙ୍କୁ ଠକେଇ ଚିଟଫଣ୍ଡ କରିକିରି ଲୋକଙ୍କୁ ନିଯୁକ୍ତି ଦେବା ନାଁରେ ଗୋଟେ ଘରୋଇ କମ୍ପାନୀରେ ଲୋକମାନଙ୍କ ଠାରୁ ଜନସାଧାରଣଙ୍କ ଠାରୁ ଯେଉଁ ଅର୍ଥ ଆଦାୟ କରୁଥିଲେ, ସେହି ବ୍ୟକ୍ତିଙ୍କୁ ଆମ ବ୍ରହ୍ମପୁରର ଲୋକସଭା ପ୍ରାର୍ଥୀ ବିଜେପି ଆପଣେଇଛି। ତେଣୁ ଆମେ ବାଧ୍ୟ ହୋଇ ଆଜି ଦଳ ଛାଡ଼ିଛୁ। ଦଳ ଛାଡ଼ି ଆଜି ଆମେ ବିଜୁ ଜନତା ଦଳରେ ଜଏନ୍ କରିଛୁ। ଜିଲ୍ଲା ସଭାପତିଙ୍କ ସହିତ ମୁଁ କିଛି ଆଲୋଚନା କରିନି। ଦେଖନ୍ତୁ, ବର୍ତ୍ତମାନ ଇସ୍ତଫା ଦେବାର 24 ଘଣ୍ଟା ହୋଇଗଲାଣି, କିନ୍ତୁ କୌଣସି ଦଳରୁ ମଧ୍ୟ କୌଣସି ମୋତେ ସୂଚନା ଆସିନାହିଁ। ତେଣୁ ମୁଁ ବାଧ୍ୟ ହେଉଛି ଭାରତୀୟ ଜନତା ପାର୍ଟି ଛାଡ଼ି ମୁଁ ବିଜୁ ଜନତା ଦଳରେ ସାମିଲ ହେଉଛି। ବିଜୁ ଜନତା ଦଳ କାହିଁକି ମୁଁ ଜଏନ୍ ହେଇଛି, ଦେଖନ୍ତୁ, ସର୍ବଦା ବିଜୁ ଜନତା ଦଳ ଯାହା ନରେନ୍ଦ୍ର ମୋଦି କରୁଛନ୍ତି ସେ ତାଙ୍କୁ ସମର୍ଥନ କରୁଛନ୍ତି, କିନ୍ତୁ ଓଡ଼ିଶା ପ୍ରଦେଶର ଭାରତୀୟ ଜନତା ପାର୍ଟିର ନୀତି ଆଦର୍ଶ ନଥିଲା ପରି ଜଣାପଡ଼ୁଛି ମୋତେ। ତେଣୁ ମୁଁ ବିଜୁ ଜନତା ଦଳରେ ଜଏନ୍ କରିଛି। ଯେଉଁ ନୀତି ଆଦର୍ଶ ଯେଉଁ ଦୀନ ଦୟାଲଙ୍କର ଥିଲା, ଯେଉଁ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କର ନୀତି ଆଦର୍ଶ ଥିଲା, ଯେଉଁ ବାଜପେୟୀ ଯେଉଁ ନୀତି ଆଦର୍ଶ ଦେଖିଥିଲେ, ସେହି ନୀତି ଆଦର୍ଶ ଓଡ଼ିଶା ବିଜେପିରେ ନାହିଁ। ଆମେ ନିଜେ ଅନୁଭବ କରୁଛୁ। ଆଜି ତୁମ୍ବେଶ୍ୱର ବାବୁଙ୍କଠୁ ଆରମ୍ଭ କରି ତୁମ୍ବେଶ୍ୱର ବାବୁ ଯିଏକି ବିଜେପିର କୃଷକ ମୋର୍ଚ୍ଚାର ସାଧାରଣ ସମ୍ପାଦକ ଥିଲେ, ଯିଏ ଆପଣମାନଙ୍କୁ କଥା କହୁଥିଲେ, ଆମେ ବି ସେ କଥା ବାରମ୍ବାର କହିଛୁ। ବିଜେପି ଦଳ ଯାହାଙ୍କର ବିରୁଦ୍ଧରେ ଆନ୍ଦୋଳନ କରୁଥିଲା, ଯାହାଙ୍କ ବିରୁଦ୍ଧରେ ଯିଏକି ଲୋକଙ୍କଠୁ ଚାକିରି ଦେବା ନାଁରେ ଲୋକଙ୍କୁ ପଇସା ଆତ୍ମସାତ କରିଥିଲେ ଏବଂ ଯେଉଁମାନେ ଆନ୍ଦୋଳନ କରିଥିଲେ, ଆଜି ସେମାନେ ତାଙ୍କୁ କୋଳେଇ ନେଇଛନ୍ତି। ଆଜି ଯିଏ ବିଧାୟକ ପ୍ରାର୍ଥୀ କୁହନ୍ତୁ କିମ୍ବା ରାଜ୍ୟ ବିଜେପି ଦଳ କୁହନ୍ତୁ, ଯେଉଁଭଳି ଭାବେ ଜଣେ ଜନବିରୋଧୀ ନେତାଙ୍କୁ ଏବଂ ବିଜେଡ଼ି ଦଳ ଯାହାକୁ ଟିକଟ ନ ଦେଇଛି, କିଛି ଭ୍ରଷ୍ଟାଚାରୀ ନେତାଙ୍କୁ ଯେଉଁଭଳି ଭାବେ ବିଜେପି କୋଳେଇ ନେଇଛି, ଆଜି ତାକୁ ଦେଖି ଯେଉଁମାନେ ପ୍ରକୃତରେ ବିଜେପିର ଆଇଡ଼ିଓଲୋଜି ନେଇ କାମ କରୁଥିଲେ ସେମାନଙ୍କୁ ବହୁତ ଦୁଃଖ ଦେଇଛି କଥାଟି। ଏବଂ ଯାହାର ଫଳସ୍ୱରୂପ ଆଜି ତୁମ୍ବେଶ୍ୱର ବାବୁ ବିଜେପି ଦଳ ପରିତ୍ୟାଗ କରିଛନ୍ତି ଏବଂ ସିଏ ଦେଖିଛନ୍ତି ମାନନୀୟ ମୁଖ୍ୟମନ୍ତ୍ରୀ ଯେଉଁଭଳି ଭାବେ କାର୍ଯ୍ୟକ୍ରମ କରୁଛନ୍ତି, ଆଜି ଜନହିତକର କାର୍ଯ୍ୟକ୍ରମ କରୁଛନ୍ତି। ଏବଂ ତା ସହିତ ଏଇଠି ଯେଉଁମାନେ ସ୍ଥାନୀୟ ନେତାମାନେ ବିଧାୟକ ଭାବେ ଲଢ଼ୁଛନ୍ତି, ସେମାନେ ମଧ୍ୟ ଆଜି ଭୋଟ ପାଇଁ ବୋଲି ଭୋଟ ପାଇବା ଆଶାରେ ବ୍ୟାକୁଳ ହୋଇ ଯେଉଁ କଥା ସେମାନେ ଚିନ୍ତା କରିଛନ୍ତି, ସେ ଚିନ୍ତା କେବେ ସଫଳ ହେବ ନାହିଁ ଏବଂ ସେମାନେ ନିଜ ଆଇଡ଼ିଓଲୋଜିରେ କାର୍ଯ୍ୟକ୍ରମ କରୁଛନ୍ତି ଏବଂ ଯେଉଁଭଳି ଭାବେ ଗୋଟେ ଭୟର ବାତାବରଣ ସୃଷ୍ଟି କରିଛନ୍ତି ଗୋପାଳପୁର ନିର୍ବାଚନ ମଣ୍ଡଳୀରେ, ସେଥିରେ ପ୍ରକୃତରେ ଯେଉଁମାନେ ବିଜେପି ଦଳରେ କର୍ମୀ ଥିଲେ କିମ୍ବା ନେତା ଥିଲେ, ସେମାନେ ସମସ୍ତେ ବର୍ତ୍ତମାନ ଅଣନିଶ୍ୱାସୀ ହୋଇପଡ଼ିଛନ୍ତି। କିଏ ସାହସ କରିକି ଆଗକୁ ଆସୁଛନ୍ତି, ଦଳ ପରିତ୍ୟାଗ କରୁଛନ୍ତି। କିଛି ଜଣ ମଧ୍ୟ ଅଛନ୍ତି ଯେଉଁମାନେ ସାହସ କରୁନାହାନ୍ତି କିମ୍ବା ଇମୋସନାଲି ତାଙ୍କର ଗୋଟେ ବଣ୍ଡିଂ ରହିବା ଯୋଗୁଁ ସେମାନେ ଛାଡ଼ି ପାରୁନାହାନ୍ତି। କିନ୍ତୁ ବିଜେପି ଦଳର ସବୁ ନେତୃମଣ୍ଡଳୀ ପ୍ରାୟ ଗଞ୍ଜାମ ଜିଲ୍ଲାରେ ଏବଂ ବିଶେଷ ଭାବେ ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ଯେଉଁଭଳି ଭାବେ କ୍ୟାଣ୍ଡିଡେଟ୍ ସିଲେକ୍ସନ୍ କରାଯାଇଛି, ଯେଉଁଭଳି ଭାବେ ବରହମପୁର ଏବଂ ଗୋପାଳପୁରରେ କ୍ୟାଣ୍ଡିଡେଟ୍ ସିଲେକ୍ସନ୍ କରାଯାଇଛି, ସେଇଥିରେ ସେମାନେ ସମସ୍ତେ ଅତିଷ୍ଠ ହୋଇପଡ଼ିଛନ୍ତି ଏବଂ ଆଉ ଆଗକୁ ମଧ୍ୟ ବିଜେପି ଦଳକୁ ପରିତ୍ୟାଗ କରି ବହୁ ଜଣ ସାମିଲ ହେଲେଣି ବିଜେପି ଦଳରେ ଏବଂ ଆଗକୁ ମଧ୍ୟ ଆଗାମୀ ଦିନରେ ମଧ୍ୟ ବିଜେପି ଦଳର ଆହୁରି ବହୁତ ନେତା ବିଜେପି ଦଳରେ ସାମିଲ ହେବେ।